ବନ୍ଧନରେ ବାନ୍ଧି ହେଲେ ଜଣାଶୁଣା ଗାୟକ ତଥା ରାପର ବାଦଶାହ। ବାଦଶାହ ପଞ୍ଜାବୀ ଅଭିନେତ୍ରୀ ତଥା ମଡେଲ ଇଶା ରିଖିଙ୍କୁ ବିବାହ କରିଛନ୍ତି, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଦିନ ଧରି ବାଦଶାହଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ହେଉଥିଲା, କିନ୍ତୁ କିଛି ନିଶ୍ଚିନ୍ତ ହୋଇନଥିଲା। ଏହି ଦମ୍ପତି ଅତି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ଏହା ବାଦଶାହଙ୍କ ଦ୍ୱିତୀୟ ବିବାହ। ସେ ପୂର୍ବରୁ 2012 ମସିହାରେ ଜାସ୍ମିନ୍ ମାସିହଙ୍କୁ ବିବାହ କରିଥିଲେ, କିନ୍ତୁ 2020 ମସିହାରେ ଉଭୟଙ୍କ ସହମତିରେ ଛାଡ଼ପତ୍ର ହୋଇଥିଲା। ଏବେ ସେମାନଙ୍କ ଛାଡ଼ପତ୍ରର 6 ବର୍ଷ ପରେ ବାଦଶାହ ଦ୍ୱିତୀୟ ଥର ବିବାହ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ବାଦଶାହଙ୍କ ତାଙ୍କ ବିବାହ ଖବରକୁ ନିଶ୍ଚିନ୍ତ କରିନାହାନ୍ତି। ବାଦଶାହ ପଞ୍ଜାବୀ ଅଭିନେତ୍ରୀ ଏବଂ ମଡେଲ ଇଶା ରିଖିଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ଏହି ଦମ୍ପତିଙ୍କ ବିବାହ ଉତ୍ସବ ସରଳ ଥିଲା, ଯେଉଁଥିରେ ସେମାନଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ। ଗୋଟିଏ ଭିଡିଓରେ ଦମ୍ପତି ଫୁଲମାଳ ଆଦାନ ପ୍ରଦାନ କରିଥିଲେ। ଅନ୍ୟ ଏକ ଭିଡିଓରେ ସେମାନେ ବିବାହ ରୀତିନୀତି ପାଳନ କରୁଥିବାର ଦେଖାଯାଇଥିଲା। ଇଶା ରିଖିଙ୍କ ମା ଏବଂ ଭଉଣୀ ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ। ଇଶା ରିଖି ଜଣେ ପଞ୍ଜାବୀ ଅଭିନେତ୍ରୀ ଏବଂ ମଡେଲ। ସେ ସିପି ଗିଲଙ୍କ ସହ ପଞ୍ଜାବୀ ଫିଲ୍ମ ଜଟ୍ ବୟଜ ସୁଟ୍ ଜଟାନ ଦେରେ ଡେବ୍ୟୁ କରିଥିଲେ। ସେ ପଞ୍ଜାବୀ ଅଭିନେତା ଅମରିନ୍ଦର ଗିଲଙ୍କ ଫିଲ୍ମ ହାପି ଗୋ ଲକିରେ ମଧ୍ୟ ଅଭିନୟ କରିଥିଲେ। ଏହାପରେ ଇଶା 2014 ଏବଂ 2015ରେ ତେରେ ୟାର କମନେ ଏବଂ ଖ୍ୱାର୍ଦି ଜଟ୍ ଫିଲ୍ମରେ ନଜର ଆସିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଦଶାହ ଏବଂ ଇଶା ରିଖି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ସେମାନଙ୍କ ଡେଟିଂର ଖବର 2022 ମସିହାରେ ପ୍ରସାରିତ ହୋଇଥିଲା। କୁହାଯାଏ ଯେ ସେମାନେ ଏକ ପାର୍ଟିରେ ସାକ୍ଷାତ କରିଥିଲେ, ତଥାପି ସେମାନେ କେବେ ବି ଆନୁଷ୍ଠାନିକ ଭାବରେ ସେମାନଙ୍କର ସମ୍ପର୍କ ଘୋଷଣା କରିନଥିଲେ ଏବଂ ଏବେ ହଠାତ୍ ବିବାହ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟୁରୋ ରିପୋର୍ଟ, ଉତ୍କଳ ମେଲ୍ ଟିଭି।